ଦୁଇଟି ସ୍ଥାନରେ ପୃଥକ ପୃଥକ ମର୍ମନ୍ତୁତ ଦୁର୍ଘଟଣା ଘଟି 2 ଜଣ ବାଇକ୍ ଚାଳକଙ୍କର ଜୀବନ ଯାଇଛି। କେନ୍ଦୁଝର ଜିଲ୍ଲା ଚମ୍ପୁଆ ଉପଖଣ୍ଡ ଅଞ୍ଚଳରେ ଏହି ଦୁଇଟି ଦୁର୍ଘଟଣା ଘଟିଥିବା ବେଳେ ଯୋଡ଼ା ଥାନା ଯୋଡ଼ାଠାରୁ ବାମେ ବାରି ଯାଇଥିବା ରାସ୍ତାର ବାଂଶପାଣି ଛକ ନିକଟରେ ଏକ ଟ୍ରକ୍ ଚକା ତଳେ ଯାଇଛି ଜଣେ ବାଇକ୍ ଚାଳକଙ୍କର ଜୀବନ। ସେହିପରି ଚମ୍ପୁଆ ଥାନା ଅନ୍ତର୍ଗତ ବାସୁଦେବପୁର କନ୍ୟାଶ୍ରମ ନିକଟରେ ଗଛରେ ପିଟି ହୋଇଯିବାରୁ ଯାଇଛି ଜଣେ ବାଇକ୍ ଚାଳକ ଯୁବକଙ୍କର ଜୀବନ। ମିଳିଥିବା ସୂଚନା ଅନୁଯାୟୀ ସାତହଳିଆ ଗ୍ରାମର ସଚିଦାନନ୍ଦ ନାୟକ ନାମକ ଜଣେ ଯୁବକ ଯୋଡ଼ା ଥାନା ଦେଉଝରର ନିଜ ସମ୍ପର୍କୀୟଙ୍କ ଘରୁ ବାହାଘର କାର୍ଯ୍ୟକ୍ରମ ସାରି ବାଇକ୍ ଯୋଗେ ଘରକୁ ଫେରୁଥିଲେ। ତେବେ ବାସୁଦେବପୁର କନ୍ୟାଶ୍ରମ ନିକଟରେ ଭାରସାମ୍ୟ ହରାଇ ଏକ ଗଛରେ ଜୋରରେ ପିଟି ହୋଇଯିବାରୁ ଭାଙ୍ଗିରୁଜି ବାଇକ୍ଟି ନଷ୍ଟ ହୋଇଯିବା ସହ ଚାଳକ ସଚିଦାନନ୍ଦ ନାୟକ ଘଟଣାସ୍ଥଳରେ ହିଁ ମୃତ୍ୟୁବରଣ କରିଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଚମ୍ପୁଆ ଡାକ୍ତରଖାନାକୁ ପଠାଇବା ସହିତ ଦୁର୍ଘଟଣା ସମ୍ପର୍କରେ ତଦନ୍ତ କରିଛନ୍ତି। ସେହିପରି ବାଂଶପାଣି ଛକ ନିକଟରେ ଏକ ଦ୍ରୁତଗାମୀ ଟ୍ରକ୍ ରାସ୍ତାରେ ଯାଉଥିବା ଗୋଟିଏ ବାଇକ୍କୁ ଘୋଷାଡ଼ି ନେଇଯାଇଥିଲା। ଫଳରେ ବାଇକ୍ ଚାଳକ ଟ୍ରକ୍ ଚକା ତଳେ ଚାପି ହୋଇ ମୃତ୍ୟୁବରଣ କରିଥିବା ବେଳେ ଖବର ପାଇ ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଟ୍ରକ୍ ତଳୁ ମୃତ ବାଇକ୍ ଚାଳକଙ୍କୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାକୁ ପଠାଇଛନ୍ତି। ତେବେ ମୃତ ବ୍ୟକ୍ତିଙ୍କର ପରିଚୟ ମିଳିପାରିନଥିବା ବେଳେ ଦୁର୍ଘଟଣା ଘଟିବା ପରେ ଟ୍ରକ୍ ଚାଳକ ଗାଡ଼ି ଛାଡ଼ି ଦେଇ ଘଟଣାସ୍ଥଳରୁ ଚମ୍ପଟ ମାରିଛି। କେନ୍ଦୁଝର ଜିଲ୍ଲାରୁ ଦୀପେଶ କୁମାର ବେହେରାଙ୍କ ରିପୋର୍ଟ, କୋଣାର୍କ ଲାଇଭ୍।